ପିଲାମାନେ ମୁନ୍ଦେ ମା ପରି। ତୁମ ଦେହ ସବୁ ଭଲ ଅଛି ନା? ଆମେ ତ ଆର ବିଷୟରେ ପଢ଼େଇଥିଲେ ଆମର ପର୍ବପର୍ବାଣି, ଏଇଠି ସବୁ ପର୍ବପର୍ବାଣି ଚାଲିଛି। ଆଜି ଗୋଟେ ନୂଆ ବିଷୟ ପଢ଼େଇବା। କ'ଣ ପଢ଼େଇବା? ବୃକ୍ଷର ଗୁଣ। ତାପରେ 2 ମିନିଟ୍ ସାଇଲେନ୍ସ କରିବା। ମୁଁ ତ ଆଗ ପାଠର ସବୁ ପୁରୁଣା ପାଠ ପୂର୍ବ ପାଠ ପଢ଼େଇଥିଲି ଆମର ପର୍ବପର୍ବାଣି ଆଉ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସବୁ ପଢ଼ା ହେଇଥିଲା। ପର୍ବପର୍ବାଣି ମୁଁ ସବୁ କହିଥିଲି, ତୁମକୁ ପ୍ରଶ୍ନ ଦେଇଥିଲି ଶ୍ରୀମା କେଉଁ ମାସ କେତେ ତାରିଖରେ ଜନ୍ମଗ୍ରହଣ କରିଥିଲେ? ଶ୍ରୀମା ନା ଫେବୃଆରୀ ମାସ 21 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ଆଉ ଗୋଟେ ପ୍ରଶ୍ନ ଦେଇଥିଲି ସ୍ମୃତି ଦିବସ ନଭେମ୍ବର 24 ତାରିଖ, ନଭେମ୍ବର ମାସ 24 ତାରିଖ। ଆଉ ଗୋଟେ ପ୍ରଶ୍ନ ମଧ୍ୟ ଦେଇଥିଲି ଶ୍ରୀ ଅରବିନ୍ଦଙ୍କ ଜନ୍ମଦିନ କେବେ? ଆମର ସ୍ୱାଧୀନତା ଦିବସ ସେଇଦିନ ହୁଏ। କ'ଣ ହୁଏ? ସ୍ୱାଧୀନତା ଦିବସ ହୁଏ। ସେ ହେଲା ଅଗଷ୍ଟ ମାସ 15 ତାରିଖରେ ଶ୍ରୀ ଅରବିନ୍ଦ ଜନ୍ମଗ୍ରହଣ କରିଥିଲେ। ଏସବୁ ପଢ଼େଇଥିଲି। ମାଣବସା ଦିନ ମା ସବୁ କି ପିଠା କରନ୍ତି ମଧ୍ୟ ମୁଁ କହିଥିଲି। ତ ମାଆଙ୍କୁ ବୁଝିକି ସବୁ ଲେଖିବ। ମଣ୍ଡା, ଆରିସା, କାକରା, ଚିତଉ, କେତେ ରକମର ପିଠା ସବୁ ହୁଏ, କ୍ଷୀରି ହୁଏ, ମାଆଙ୍କୁ ପୂଜା କରାଯାଏ। ଭୋଗ ଆମେ ଖାଉ, ବହୁତ ଖୁସି ଲାଗେ। ଏସବୁ ଯାଇଥିଲା। ଆଉ ରଜ ପର୍ବ କେଉଁ ମାସ ପଡ଼େ? ତୁମକୁ ପଚାରେ। ରଜ ମାସ ଜ୍ୟେଷ୍ଠ ମାସ ପଡ଼େ। ଅଧା ବି କହନ୍ତି ଆଷାଢ଼, କିନ୍ତୁ ଆଷାଢ଼ ପ୍ରଥମେ ଆମର ଜ୍ୟେଷ୍ଠ ମାସରେ ପଡ଼େ। ଆଷାଢ଼ ମାସ ବି ଆମେ କହିବା ଜ୍ୟେଷ୍ଠ ମାସରେ ରଜ ପର୍ବ ପଡ଼େ। କେଉଁ ପର୍ବରେ ସଞ୍ଜବେଳେ ଦୀପର ଆଲୋକ ଚାରିଆଡ଼େ ଖେଳିଯାଏ? ଆମର ଗୋଟେ ଆସୁଛି ଆଗକୁ କାଳୀ ପୂଜା ଆସିବା, ଦୀପାବଳି। କ'ଣ? ଦୀପାବଳିରେ ଦୀପର ଆଲୋକ ବାଣ ଫୁଟାଉ, ରୋଷଣୀ ବାଜେ, କେତେ ମଜା ହୁଏ। ପିଠା ପଣା ଆମେ ସବୁ ଖାଉ, ଦୀପ ଜଳୁ, କରୁ, ବହୁତ ଖୁସି କରୁନା? ଭଲ ଲାଗେ ନା? ବଢ଼ିଆ ଲାଗେ। ଏସବୁ ପଢ଼େଇଥିଲି। ମେଳାରେ ସବୁ କ'ଣ କ'ଣ ଆମେ କିଣୁ, ବହୁତ ପ୍ରକାର ଜିନିଷ କିଣୁ ମେଳାରେ। ଦାସକାଠିଆ ହୁଏ, ପାଲା ହୁଏ, ସବୁ ଯାଇଥିଲା। ଆଜି ପଢ଼େଇବା ବୃକ୍ଷର ଗୁଣ। ତମେ ସବୁ ପିଲାମାନେ ସବୁ ଜାଣିଥିବ ଯେ କାହାର ଦେହ ଖରାପ ହେଲେ ସେମାନେ ଡାକ୍ତର ପାଖକୁ ଯାଆନ୍ତି। ତେଣୁ ଡାକ୍ତର ଦେଖି ରୋଗୀକୁ ଔଷଧ ଦିଅନ୍ତି। ତାହାକୁ ଠିକ୍ ଭାବରେ ଖାଇଲେ ଆମେ ଭଲ ହେଇଯାଉ। କାହାକୁ ଜ୍ୱର ହୁଏ, ଝାଡ଼ା ହୁଏ, ବାନ୍ତି ହୁଏ, ସବୁ ପ୍ରକାର ପାଇଁ ଡାକ୍ତର ଔଷଧ ଦିଅନ୍ତି। ତୁମେ ଜାଣିଛ ଏଇ ଔଷଧ କେଉଁଥିରୁ ତିଆରି ହୁଏ? ଏଇ ଯେଉଁ ଡାକ୍ତର ଔଷଧ ଦେଉଛନ୍ତି, ଏଇ ଔଷଧ କେଉଁଥିରୁ ତିଆରି ହୁଏ? ଆମର ସବୁ ବିଭିନ୍ନ ପ୍ରକାର ଚେରମୂଳି ଔଷଧ ଅଛି, ବୃକ୍ଷ। ଏହା ଆମେ ଚତୁଃପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛମାନଙ୍କ ଠାରୁ ଆସି ତିଆରି ହେଉଛି। ସେଇ ଔଷଧ ଯେଉଁ ଡାକ୍ତର ଦେଉଛି ଆମ ଚାରିପାର୍ଶ୍ୱରେ ଥିବା ଛୋଟ ବଡ଼ ଗଛରୁ କ'ଣ ହେଉଛି? ଗଛମାନଙ୍କ ଠାରୁ ଚେର ଆସି ତିଆରି ହେଉଛି। ତାର ଚେର, ପତ୍ର, ଡାଳ, କାଣ୍ଡ ସବୁ ପ୍ରକାର ଔଷଧର ଗୁଣ ଅଛି। ଯେଉଁ ଗଛ ଆମର ବାଡ଼ି ବଗିଚାରେ ଅଛି, ଆସ ଆମେ ସେଇ ଗଛମାନଙ୍କର ଉପକାରିତା ବିଷୟରେ ଜାଣିବା। ତମର ଅଗଣାରେ ତୁଳସୀ ଗଛ ଅଛି ନା? ତୁଳସୀ ଗଛରେ ଆମେ ସଞ୍ଜ ଦେଉ, ଧୂପ ଦେଉ, ନମସ୍କାର କରୁ, ପାଣି ଦେଉ। ତେଣୁ ତୁଳସୀ ପତ୍ର ସହିତ ଲୁଣ ମିଶାଇ ଯାଦୁରେ ଲଗାଇଲେ ଯାଦୁ ଭଲ ହେଇଯାଏ। ତୁଳସୀ ପତ୍ରର ଲେମ୍ବୁ ରସ ଦେଲେ ଆମର ଯାଦୁ ମଧ୍ୟ ଭଲ ହେଇଯାଏ। ଆହୁରି ତୁଳସୀ ଗଛ ଆମେ ଜାଣିବା। ପ୍ରଥମେ ତ ଆମ ଅଗଣାରେ ତୁଳସୀ ଗଛ ଅଛି, ଏଇଟା ଔଷଧ ରୂପେ ଆମେ ବ୍ୟବହାର କରୁଛେ। ଆଉ ଗଛର ଯେ ଗଛକୁ ଯିବା, ଆମେ ପ୍ରଥମେ ତ ତୁଳସୀ ଗଛ ବିଷୟରେ କହିବା। ତୁଳସୀ ଗଛ କ'ଣ କରେ ନା, ତୁଳସୀ ଗଛ ସମସ୍ତଙ୍କ ଘରେ ମଧ୍ୟ ଅଛି, ଅଗଣାରେ। ଏହା ପତ୍ରକୁ ନିୟମିତ ଆମେ କ'ଣ କରୁ? ସେବନ କଲେ ଆମକୁ ଥଣ୍ଡା କାଶ ହୁଏନି। ତୁଳସୀ ପତ୍ରର ମହୁ ମିଶେଇକି ଆମେ ସବୁ କ'ଣ କରୁ? ଛୋଟ ଛୁଆ, ବଡ଼ ଲୋକ ସବୁ ଖାଇଲେ ଆମକୁ ଥଣ୍ଡା ଦୂର ହେଇଯାଏ। ଆଉ କ'ଣ ହୁଏ ନା ହେଉଛି, ଯଦି ତୁମର କେବେ କାଶ ହେଉଥିବ, ତୁଳସୀ ରସ ସହିତ ଅଦା, ମହୁ ମିଶେଇ ମଧ୍ୟ କ'ଣ କରିବ? ଭଲ ଭାବରେ ଖାଇଲେ କାଶ ଦୂର ହେଇଯିବ। ତୁଳସୀ ରସର ଗଛର ପତ୍ର ଆଉ ଅଦା, ମହୁ ମିଶେଇକି ଖାଇଲେ କାଶ ଦୂର ହେଇଯାଏ। କିଛି ଦିନ ଖାଇଲେ ତାପରେ କମିଯାଏ। ତୁଳସୀ ପତ୍ର ସହିତ
ଗଲା ଲୁଣ ମିଶେଇଲେ ଆମେ ତ ଜାଦୁ ଭଲ ହେଇଯାଏ ଏଗୁଡ଼ା ସବୁ ଜାଣିଲେ। ତାପରେ ଆସିଲା ଗେଣ୍ଡୁ ଗଛ। ଗେଣ୍ଡୁ ଫୁଲ ମାନେ ଗୁଲୁଆସି ଗଛ। ତମେ ଦେଖିଛ ମଣ୍ଡା ଫୁଲ ଗଛ କେତେ, ଗେଣ୍ଡୁ ଗଛ ମଣ୍ଡା ଫୁଲ ଗୁଲୁଆସି ଗଛ ତାକୁ କୁହାଯାଏ। ଏବେ ଶୀତ ଦିନ ମାନଙ୍କରେ ସମସ୍ତଙ୍କ ବାଡ଼ି ବଗିଚାରେ ଗେଣ୍ଡୁ ଗଛ ହେଇଥିବ। ସବୁ କଣ ହୁଏ, ଗେଣ୍ଡୁ ଗଛର କେବଳ ଫୁଲ ଫୁଟି ସୁନ୍ଦର ଦିଶେ ନାହିଁ, ତାର ମଧ୍ୟ ଔଷଧ ଗୁଣ ଅଛି। ଗେଣ୍ଡୁର ପତ୍ର ସହିତ ବହୁତ ଉପକାରରେ ଆସେ। ଗେଣ୍ଡୁ ଗଛର ପତ୍ର ବହୁତ ଉପକାରରେ ଆସେ। ଯଦି କେବେ ତୁମେ ଛିଡ଼ିଯିବ, କଟିଯିବ, ଗେଣ୍ଡୁ ପତ୍ରକୁ ମକଚି ସେହି ସ୍ଥାନରେ ଲଗାଇଦେଲେ ରକ୍ତ ବନ୍ଦ ହେଇଯାଏ। ଗେଣ୍ଡୁ ଗଛର ପତ୍ରକୁ ଆଣିକି ତାର ରସ ବାହାର କରିକି ମକଚି ଦେଇକି ଦଳି ଦେଇକି ଆମେ ଯଦି ଘାରେ ଲଗେଇଦବା ସାଙ୍ଗେ ସାଙ୍ଗେ ରକ୍ତ ବନ୍ଦ ହେଇଯିବ। ଆଉ କଣ ହବ ନା ବନ୍ଦ ହୋଇଯିବ ଏବଂ ମାନେ ଉପଶମ ହବ, ମାନେ ଦରକାରୀ ହବ, ଭଲ ହେଇଯିବ। ଆଉ ମଧ୍ୟ କାନରେ ଯଦି ଯନ୍ତ୍ରଣା ହୁଏ, ଗେଣ୍ଡୁ ପତ୍ର ରସକୁ ଗରମ କରି ନଖ ଉଷୁମ ପକାଇଲେ ଭଲ ହେଇଯାଏ। କଣ ହୁଏ ନା କାନ ଯଦି କୁଣ୍ଡାଇ ହୁଏ, ତେଣୁ ଯନ୍ତ୍ରଣା ହୁଏ, ପତ୍ରର ରସକୁ ଆମେ କଣ କରୁ, ଗରମ କରି ନଖ ଉଷୁମ, ମାନେ ପୁରା ଉଷୁମ କରି କାନରେ ପକାଇଲେ ତାହା ଭଲ ହେଇଯାଏ। ତାପରେ ଆସିଲା ଘିଅ କୁଆଁରୀ। ଆମର ଗୋଟେ ବାଡ଼ିରେ ଥାଏ ବଗିଚାରେ ଘି କୁଆଁରୀ ଗଛ। ଘି କୁଆଁରୀକୁ ଆମେ ଆଲବେରା ଭାବରେ ବହୁତ ଲୋକେ ଜାଣିଛନ୍ତି। ଏହାର ରସକୁ ବହୁତ ଲୋକ ମୁହଁରେ ଲଗେଇଥାନ୍ତି, କାରଣ ଏହି ରସ ଦ୍ୱାରା ବହୁତ ସୁନ୍ଦର ରଖେ। ମଣିଷ ଯଦି କେବେ ଉଚ୍ଚକ କରି ଗୋପା ଗୋପି କରନ୍ତି, ତେବେ ପତ୍ରକୁ ଆଣି ପାଗଳ ବୋଲି ତାହେଲେ ତାକୁ ଆଣି ଗେଣ୍ଡୁ ଗଛର ବାନ୍ଧିଦେଲେ ତାର ପାଗଳାମି କମିଯାଏ। ଯଦି ପାଗଳ ଭଳିଆ କଣ ହୁଏ ନା ପାଗଳାମି ଭଳିଆ ଗୋପା ଗୋପି କରେ, ବେଶୀ କଥା କହେ, ତେଣୁ ସେ ଘି କୁଆଁରୀ ତା ମୁଣ୍ଡ କାମ କରେନି, ସେ ଘି କୁଆଁରୀର ପତ୍ରକୁ ଆଣିକି ଯଦି ଘଷି ଦିଆଯାଏ ତାର କଣ ହୁଏ, ପାଗଳାମି ବହୁତ କମିଯାଏ। ଆଉ ମୁଣ୍ଡ ବ୍ୟଥା ମଧ୍ୟ ଏହାକୁ ଲଗାଇଲେ ଭଲ ହେଇଯାଏ, ଉପଶମ ଲାଭ ହୁଏ। ତାପରେ ଆସିଲା ବିଶଲ୍ୟକରଣୀ। ତମେ ସବୁ ଜାଣିଥିବ ବିଶଲ୍ୟକରଣୀ ନା? ବିଶଲ୍ୟକରଣୀ ପତ୍ରକୁ ଯେକୌଣସି କ୍ଷତ ସ୍ଥାନରେ ଲଗେଇଲେ କ୍ଷତ ଶୁଖିଯାଏ ଓ ଯନ୍ତ୍ରଣା କମିଯାଏ। ବିଶଲ୍ୟକରଣୀର ପତ୍ରକୁ ଆଣିକି ଯେଠି କାଟିଯାଏ, କ୍ଷତ ହେଇଯାଏ, ସେଇଠି ତାକୁ କଣ କରାଯାଏ ନା ତାକୁ ଆଣିକି ତାର ଲଗେଇଦେଲେ ଆମର ଯନ୍ତ୍ରଣା କମିଯାଏ। ତାପରେ ଆସିଲା ଆମ ଘରେ ସବୁ ତରକାରୀରେ ପଡେ ଗୋଟେ ଜିନିଷ, କଣ ପଡେ, ଅଦା। କଣ ବହୁତ ଦରକାର, ଆମେ ତାକୁ ତରକାରୀ କରିକି ଖାଉଛେ। ସେ ଅଦାର କଣ ଗୁଣ ନା ଅଦାକୁ ଆମେ ରୋଷେଇ ଘରେ ମସଲା ଭାବରେ ବ୍ୟବହାର କରୁ। ମା ମାନେ ସବୁ ବ୍ୟବହାର କରନ୍ତି, ମସଲା କରି ଦେଇକି ତରକାରୀ ରାନ୍ଧନ୍ତି। ଏହା ବ୍ୟତୀତ ତାର ଔଷଧୀୟ ଗୁଣ ବହୁତ ଅଛି। କଣ ଅଛି, ଅଦାର ଔଷଧୀୟ ଗୁଣ ବହୁତ ଅଛି। ତେଣୁ ଅଦାକୁ ଆମେ କରିବା ଚାହାରେ ପକେଇକି ଛେଚିକି ଖାଇଲେ ଆମକୁ କଣ ହୁଏ, ବହୁତ ଦରକାର ହେଇଥାଏ। କାଶ ହେଇଥିଲେ ପାଟିରେ ରଖି କୋଳରେ ଆମେ ଜାକି ଦଉ। ଯଦି କାଶ ହୁଏ, କାଶିଲେ ଆମେ କଣ କରୁ, ଅଦା ଖଣ୍ଡେ ଆଣିକି ଛଡେଇକି ଗାଁ କୋଳରେ ଜାକି ଦଉ। ଚୁପ ହେଇଲେ ତା ରସ ଟିକେ ଫୁଟି ଦେଲେ କଣ ହୁଏ, କାଶଟା ଟିକେ କମିଯାଏ। ତାପରେ କଣ ହୁଏ ନା ତୁଳସୀ ରସ ସହିତ ଅଦା ରସକୁ ମିଶେଇକି ଖାଇଲେ କଣ ହୁଏ, ତାକୁ ମଧ୍ୟ ଖାଇଲେ ଥଣ୍ଡା କାଶ ଛାଡ଼ିଯାଏ। ଏସବୁ କେତେ ଉପକାର ଜାଣିଛ, ଆମେ ଖାଲି ମସଲା ଜାଣିଛେ, କିନ୍ତୁ ତାର ଔଷଧୀୟ ଗୁଣ ମଧ୍ୟ ଅଛି। ତାପରେ ଆସିଲା ତେନ୍ତୁଳି। ତେନ୍ତୁଳି ହେଲା ଖଟାକୁ ସବୁ ମାଛ ଖଟା କରି ଖାଉ, ଆମେ ଖଟା ପାଣି କରିକି ଖାଉ। ଖଟାକୁ ବିଭିନ୍ନ ପ୍ରକାର ଆଚାର କରାଯାଏ, ତେଣୁ ସେଇ ତେନ୍ତୁଳି ଆଚାର କରାଯାଏ। ତେନ୍ତୁଳି କଥା କହିଲେ ସମସ୍ତେ
ଭାବନ୍ତି ଲାଳ ଗଡ଼େ ପାଟିରୁ, ଖଟା କଥା କହିଲେ ଲାଳ ଗଡ଼େ ନା, ଜଣେ ଯଦି ଆଣିକି ଆଉ ଖାଉଥିବ ଆମ ପାଟିରୁ ସବୁ ଲାଳ ବାହାରେ। ତେଣୁ ଖଟା ଏଇ ପୁରୁଣା ତେନ୍ତୁଳି ରସକୁ ପାନ କଲେ ଛୋଟ ପିଲାମାନଙ୍କର ଝାଡ଼ା ଭଲ ହୋଇଯାଏ। କ'ଣ ହୁଏ ନା ସେଇ ପୁରୁଣା 8 ବର୍ଷିଆ ତେନ୍ତୁଳି ଥାଏ, ତାକୁ ଯଦି ଟିକେ ରସରେ ମିଶେଇକି ଦେଲେ ସେଇ ତେନ୍ତୁଳି ରସକୁ ଛୋଟ ଛୁଆଙ୍କର ଝାଡ଼ା ଭଲ ହୋଇଯାଏ। ମଣିଷ ନିଶାଶକ୍ତ ଥିଲେ ତେନ୍ତୁଳି ରସ ମଧ୍ୟ ପିଆଯାଏ। କ'ଣ ନିଶାଶକ୍ତ ନିଶା ଦ୍ରବ୍ୟ ଖାଇଲେ ସେ ତେନ୍ତୁଳି ରସକୁ ମଧ୍ୟ ଦେଇଦେଲେ କମିଯାଏ। ତାପରେ ଆସିଲା ଗଙ୍ଗଶିଉଳି। କ'ଣ ଆସିଲା? ଗଙ୍ଗଶିଉଳି। ଗଙ୍ଗଶିଉଳି ତମେ ସବୁ ନାଁ ଶୁଣିଥିବ। ଗଙ୍ଗଶିଉଳିର ଗଛକୁ କେହି କେହି ଶେଫାଳି ବା ସିଂହାରହାର ଗଛ ବୋଲି କହନ୍ତି। ସିଂହାରହାର ଗଛ ବୋଲି କହନ୍ତି। ଏହାର ପତ୍ର ରସକୁ ଆମେ କ'ଣ କରୁ? ଫୁଟାଇ ପିଇଲେ ଆଣ୍ଠୁ ଗଣ୍ଠିର ବାତ ଆଉ କ'ଣ ହୁଏ ନା ଯନ୍ତ୍ରଣା କମି ଯାଇଥାଏ। ଆହୁରି ମଧ୍ୟ ଗଛର ପତ୍ରକୁ ରସ ମହୁରେ ମିଶାଇ ଖାଇଲେ ଜ୍ୱର ଭଲ ହେଇଯାଏ। କହନ୍ତି ମାରେ ଜ୍ୱର ଛାଡୁନି, ଦିଟା ସିଂହାରହାର ପତ୍ର ଖାଇଦେଉଛି, ରସକୁ 4ଟା 5ଟା ଛେଚିକି। ସମସ୍ତେ କହନ୍ତି ଆଜି ଔଷଧ ଆମେ ଖାଇଲେ ହସ୍ପିଟାଲରୁ, ଯଦି ଜ୍ୱର ନ ଛାଡ଼ିଲା ଆମେ କେତେ ଲୋକ ବି ମଧ୍ୟ ଭଲ ହେଇଯାଆନ୍ତି। ଆମର ବିଶ୍ୱାସ ଏଇଟା ହେଲା। ତେଣୁ ତାକୁ ମଧ୍ୟ ଗଙ୍ଗଶିଉଳି କୁହାଯାଏ ବା ସିଂହାରହାର ପତ୍ର କୁହାଯାଏ। ତାର ଜ୍ୱର ଭଲ ହେଇଯାଏ। ତାପରେ ଆସିଲା ଆମ୍ବ ପତ୍ର। କ'ଣ? ଆମ୍ବ ପତ୍ରକୁ ଖାଇଲେ ଭଲ ଲାଗେ। ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଆମ୍ବକୁ ଭଲ ପାଆନ୍ତି। ଆମ୍ବ ଗଛର ପତ୍ରରେ ବହୁତ ଔଷଧୀୟ ଗୁଣ ଥାଏ। ଆମେ ଜାଣିନେ ଆମ୍ବ ପତ୍ରକୁ ଆଣିକି ଆମେ କ'ଣ କରୁଛେ? ଛେଳି ଗାଈ ଗୋରୁ ସମସ୍ତେ ଖାଉଛନ୍ତି, ପୁଣି ଜାଳେଣୀ ଭାବେ ବ୍ୟବହାର କରୁଛେ। ଆମ୍ବ ଗଛର ପତ୍ରକୁ ଆମେ ଆଉ ଔଷଧ ଗୁଣ ଅଛି ବୋଲି ଜାଣିନେ, କିନ୍ତୁ ଜାଣିବା ତାର ବହୁତ ଔଷଧୀୟ ଗୁଣ ଅଛି। ଆମ୍ବ ଗଛରେ କ'ଣ ହୁଏ ନା ତା ପତ୍ରକୁ ଆଣିକି ବହୁତ ଔଷଧୀୟ ଗୁଣ ରହିଛି, ଯାହାର ଗଳାରେ କିଛି ଅସୁବିଧା ଅନୁଭବ ହୁଏ, କଥା ଠିକ ଭାବରେ କହିପାରନ୍ତିନି ନାହିଁ, ଯଦି ଏହା କଅଁଳ ପତ୍ରକୁ ଚୋବାଇ ଖାଇଲେ ତେବେ ତାର ଉପକାର ହେଇଥାଏ। ଯଦି ଏଇ ଗଳାରେ କିଛି ପ୍ରୋବ୍ଲେମ ହୁଏ, ତେଣୁ ସେ କୁହୁଳିଆ ଆମ୍ବ ପତ୍ରକୁ ଆଣିକି ଚୋବାଇକି ଖାଇଲେ ତାର ବହୁତ ଉପକାର ହୋଇଥାଏ। ଆଉ କ'ଣ ହୁଏ? ଆଉ ମଧ୍ୟ ଆମ୍ବ ଗଛର ପତ୍ରକୁ ପାଣିରେ ଫୁଟାଇ ଛୋଟ ପିଲାଙ୍କୁ ଗାଧେଇ ଦିଆଯାଏ, କାରଣ ଏହି ପତ୍ରରେ ରୋଗ ପ୍ରତିଷେଧକ ଶକ୍ତି ବହୁତ ଥାଏ। ତେଣୁ ଛୋଟିଆ ପିଲାଙ୍କୁ କ'ଣ କରାଯାଏ? ସେହି ପତ୍ରକୁ ଫୁଟେଇକି ସେଇଥିରେ ଗାଧେଇ ଦିଆଯାଏ। ଆହୁରି ମଧ୍ୟ ଗୋଟେ ଅଛି, ଆମ ବାଡ଼ିରେ ସମସ୍ତଙ୍କ ବାଡ଼ିରେ ଅଛି, ଲିମ୍ବ। କ'ଣ? ଲିମ୍ବ ଗଛ। କ'ଣ ଅଛି? ଲିମ୍ବ ଗଛ। ଲିମ୍ବ ଗଛର ଯେକୌଣସି ଅଂଶକୁ ଖାଇଲେ ଆମକୁ କ'ଣ ଲାଗେ? ମିଠା ଲାଗେ ନା ପିତା ଲାଗେ? ନା ସମସ୍ତେ କହିବେ ମିଠା ଲାଗେ ନା, ପିତା ଲାଗେ। କ'ଣ ଲାଗେ? ପିତା। ତାର ଗଛର ଛାଲି ଆଉ ତାର ପତ୍ର, ତାର ଡେମ୍ଫ ସବୁଟା ପିତା। ତେଣୁ ସେଇ ଲିମ୍ବ ଗଛର କ'ଣ ହୁଏ? ତାକୁ ଆମେ ସିନା ପାଟିକୁ ପିତା, କିନ୍ତୁ ହେଲେ ଦେହ ପାଇଁ ବହୁତ ଉପକାର। ସେଥିପାଇଁ କୁହାଯାଇଛି ରୁଚୁ ନ ରୁଚୁ ଖା ପିତା, ବୁଝ ନ ବୁଝୁ ପଢ଼ ପିତା। ହେଲା, ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି। ଆମେ ଏହି ଗଛର ପତ୍ର, ଫୁଲ, କଢ଼ ଖାଇଲେ ଦେହର ଚର୍ମ ରୋଗ ହେବ ନାହିଁ। କ'ଣ ଖାଇଲେ? ନା ତାର ପତ୍ର, ଫୁଲ ଆଉ କଢ଼କୁ ଖାଇଲେ ଆମ ଦେହରେ ଚର୍ମ ରୋଗ ହେବ ନାହିଁ। ଆଉ କ'ଣ ହବ? ନା ରକ୍ତ ପରିଷ୍କାର ହେଇଯାଏ। କ'ଣ ହୁଏ? ରକ୍ତ ପରିଷ୍କାର ହୋଇଯାଏ। କୃମି ହେବ ନାହିଁ। ଆହୁରି ତାର ପତ୍ରକୁ ଖାଇଲେ ଆମ ପେଟରେ ଯେଉଁ ଛୋଟ ପିଲାମାନଙ୍କର ସବୁ କୃମି ହେଉଛି, କୃମି ହେଉନି। ବଡ଼ ପତ୍ର ଛୋଟ ଯାଏ ସମସ୍ତେ ଖାଇବାକୁ ଭଲ ପାଉ। ଏହି ଗଛର ଛାଲିକୁ ମଧ୍ୟ ପାଣିରେ ଫୁଟାଇ, କାଛୁ କୁଣ୍ଡିଆ ଘା ହେଲେ ଆମେ ସବୁ କ'ଣ କରୁ? ନିମ ଛାଲି ଆଣିକି ସବୁ ଫୁଟେଇକି ତା ରସ ବାହାର କରିକି ପାଣିରେ ଆମେ ଗାଧେଇ ହେଉନା, ସବୁ କାଛୁ କୁଣ୍ଡିଆ ରୋଗ ମଧ୍ୟ କ'ଣ କରେ? ସଫା ହୁଏ। ଏଇ ଗଛର ତେଲ, ଆଉ ଗୋଟେ ନିମ ଗଛର ଗୋଟେ ମଞ୍ଜି ଥାଏ, ତା ଫୁଲ ନିମ ତେଲ। କ'ଣ କୁହାଯାଏ?
ନିମ ତେଲ। ସେଇ ତେଲକୁ ବାହାର କରିକି ଚର୍ମରେ ଲଗାଯାଏ। ଆଉ ଚର୍ମ ରୋଗ ଜମାରୁ ଘାରେ ମରାଯାଏ। ସବୁ କୌଣସି ତେଣୁ ନିମ ପତ୍ରକୁ ଆଉ ସେଇ ପତ୍ର ମଞ୍ଜିରେ ଯେଉଁ ତେଲ ବାହାରେ ତାକୁ ସବୁ ଚର୍ମ ରୋଗ ହେବନି ଲଗେଇଲେ। ଘାରେ ମଧ୍ୟ ମରେଇଲେ ସେ ଘା ଶୁଖିଯାଏ। ଆଉ ସେଇ ନିମ ପତ୍ରକୁ କ'ଣ କରାଯାଏ, ଧୂଆଁ ଦେଲେ କ'ଣ ହୁଏ, ମଶାମାନେ ମଧ୍ୟ ମରିଯାଆନ୍ତି। କ'ଣ ହୁଅନ୍ତି, ମଶାମାନେ ମଧ୍ୟ ମରିଯାଆନ୍ତି। ଏହାର ତେଲକୁ ଦେହରେ ଲଗେଇକି ମଶା ମାଛି ମଧ୍ୟ କାମୁଡ଼ନ୍ତିନି, ଘା ମଧ୍ୟ ଶୁଖିଯାଏ। ତେଣୁ ଆମେ ସବୁବେଳେ କ'ଣ କରିବା, ପରିଷ୍କାର ପରିଚ୍ଛନ୍ନ ରହିବା। ଆମ କାଛୁ କୁଣ୍ଡିଆ ହବ କାହିଁକି, ଯଦି ବା ହୁଏ ନିମ ଗଛର ତେଲକୁ ଆଣିକି ଛାଲିକୁ ଆଣିକି ଆମେ ଫୁଟେଇ ଗାଧେଇବା ଆଉ ପରିଷ୍କାର ପରିଚ୍ଛନ୍ନ ରହିବା। ତାପରେ ଗଲା ବେଲ। ଆମ ବାଡ଼ିରେ ବେଲ ଗଛ ଅଛି ନା, ସମସ୍ତେ ବେଲ ଖାଇତେ ଭଲ ପାଉନା। ବେଲ ପାଟିକି କେମିତି ଲାଗେ, ମିଠା ଲାଗେ ନା ଖଟା? ପାଟିକୁ ମିଠା ଲାଗେ। ଆଉ କ'ଣ କରେ, ବେଲ ଡେସ୍ ହେଲେ ଆମେ ଖାଉ। ବେଲ କଞ୍ଚା ଖାଇ ହୁଏ କି? ଖାଇ ହୁଏନି, ବେଲ ପାଚିଲେ ମଧ୍ୟ ଖାଉ। ସେଇ ବେଲ ଗଛର ଆମେ କ'ଣ କରିବା, ବେଲ ପତ୍ର। ତେଣୁ ବେଲ ପତ୍ରକୁ ଆମର ଗ୍ୟାଷ୍ଟ୍ରିକ୍ ରୋଗ ହେଲେ କ'ଣ କରୁ, ଆମେ ବେଲ ପତ୍ର ସବୁଦିନେ ସକାଳେ ଯିଏ ବେଲ ପତ୍ର ଖାଏ ତା ଦେହ ପାଇଁ। ତେଣୁ ବେଲ ଗଛର ପତ୍ରକୁ ତେଣୁ କ'ଣ କରାଯାଏ, ପ୍ରଥମ ତ ମହାଦେବ ମୁଣ୍ଡରେ ଆମେ ନେଇକି ପୂଜା କରିଥାଉ। ଏହା ଫଳକୁ ଲୋକେ ପଣା କରିକି ପିଅନ୍ତି। ଆମ ସଂକ୍ରାନ୍ତିରେ, ମହାବିଷୁବ ସଂକ୍ରାନ୍ତିରେ କ'ଣ କରାଯାଏ, ବେଲ ପଣା ହୁଏ। ପଣା ସହିତ ଆହୁରି ବିଭିନ୍ନ ନଡ଼ିଆ କଦଳୀ ଆମେ ସବୁ ବିଭିନ୍ନ ଭାଗ କ'ଣ ପକେଇକି ଆମେ ବହୁତ ମଜା କରୁ। ଭଲ ଲାଗେ ନା, ବେଲ ଗଛରୁ ବେଲ ଆଣିକି ପାଚିଲା ବେଲର। ଏହାର ଫଳ କଞ୍ଚା ଥିଲେ ବେଳେ ଫଟାଇ ଖରାରେ ଶୁଖାଇ ଗୁଣ୍ଡ କରି ଖାଇଲେ କ'ଣ ହୁଏ, ଝାଡ଼ା ଭଲ ହୋଇଯାଏ। ତେଣୁ ପେଟ ରୋଗ ପାଇଁ ବେଲ ହେଉଛି ମହା ଔଷଧ। କ'ଣ ଔଷଧ ଭାବେ ବ୍ୟବହାର କରାଯାଏ। ଆଉ କ'ଣ ହୁଏ ନା, ସଜନା ଗଛ ଅଛି ନା, ସଜନା ନାଡ଼ି ଘରେ ତା ଫୁଲ ପତୁଆ କରାଯାଏ। ଆଉ କ'ଣ କରାଯାଏ, ତାର ପତ୍ରକୁ ଆମେ ଶାଗ ରୂପରେ ବ୍ୟବହାର କରୁ। ସଜନା ତେଣୁ ସଜନା ଗଛର ପତ୍ର ଫୁଲକୁ ଲୋକେ ରୋଷେଇ କରି ଖାଆନ୍ତି। ଏହାର ରକ୍ତଚାପ ରୋଗ ନିୟନ୍ତ୍ରଣ କରି ରଖେ। ତାପରେ ଆସିଲା ଦୁବ ତ ସମସ୍ତଙ୍କ ବାଡ଼ିରେ ଅଛି। ଆମ ଦାଣ୍ଡ ଘରେ ସମସ୍ତଙ୍କ ଘରେ ଦୁବ ଘାସ ହେଇଥିବ। ତେଣୁ ଦୁବ ଘାସ ବହୁତ ଉପକାରୀ। କ'ଣ ବହୁତ ଉପକାର ହୋଇଥାଏ। ତୁମେ ସବୁଠାରୁ ଦୁବ ଦେଖିଥିବ, ସବୁଠାରେ ଆମ ସ୍କୁଲରେ, ଆମ ଘରେ, ସମସ୍ତଙ୍କ ଘରେ ଯେଇଥିବ ଘାସ, ଦୁବ ଘାସ ହେଲା। ବର୍ତ୍ତମାନ ତ ବେଶୀ ଚତୁର୍ମାସରେ, ଖରାଦିନେ ଆହୁରି କମ୍। ତେଣୁ ସେଇ ଦୁବ ଘାସ କ'ଣ ହୁଏ ନା, ଛୋଟ ଛୋଟ ଗଛଟି ଛୋଟ ହେଲେ କ'ଣ ହେଲା, ତାର ମଧ୍ୟ ଔଷଧ ଗୁଣ ଥାଏ। ତାକୁ ସବୁ ମାଣ୍ଡି ଚକୁଟିକି ଚାଲିଯାଆନ୍ତି, ହାଣି ପକାନ୍ତି, କାଟି ପକାନ୍ତି, କିନ୍ତୁ ତାର ବହୁତ ଔଷଧୀୟ ଗୁଣ ଥାଏ। କ'ଣ ଔଷଧୀୟ ଗୁଣ ଥାଏ ନା, ଯେଉଁଠାରେ କ୍ଷତ ସୃଷ୍ଟି ହେଲେ ଯେଉଁଠାରେ ତାହାକୁ ସେହି ସ୍ଥାନରେ କ'ଣ ହୁଏ, ବାନ୍ଧି ଦେଲେ ତାହା ଭଲ ହୋଇଯାଏ। ଯେଇଠି କାଟିଯାଏ, କ୍ଷତ ସୃଷ୍ଟି ହୁଏ, ସେ ଦୁବ ଘାସକୁ କ'ଣ ହୁଏ, ବାନ୍ଧି ଦେଲେ ତା ରସ ମଧ୍ୟ ଆହୁରି ବାହାର କରିକି ପିଇଲେ କ'ଣ ହୁଏ, ବହୁତ ଉପକାର ହୋଇଥାଏ, ଭଲ ହୋଇଯାଏ। ଆଉ ପେଟ ଭିତରେ ଯଦି କିଛି କ୍ଷତ ହୁଏ, ତେବେ ଏହାର ରସକୁ ନିୟମିତ ଖାଲି ପେଟରେ ପ୍ରତିଦିନ ସକାଳେ ସେବନ କଲେ ବା ଖାଇଲେ କ'ଣ ହୁଏ, ସେ ରୋଗ ମଧ୍ୟ ଭଲ ହୋଇଯାଏ। ଏଇଭଳି ଆହୁରି କେତେ ପ୍ରକାର ଗଛ ଅଛି। ଖାଲି ଯେ ଦୁବ ଘାସ, ଲିମ୍ବ ଗଛ, ଆମର ହେଉଛି ବେଲ ଗଛ, ତୁଳସୀ ଗଛ ନୁହେଁ, ଆହୁରି ବିଭିନ୍ନ ପ୍ରକାର ଔଷଧ ଗଛ ଅଛି। ହରିଡ଼ା, ବାଡ଼ା, ଅଁଳା, ଏଗୁଡ଼ା ବହୁତ ପ୍ରକାର ଗଛ ଅଛି, ଯାହାକି ଆମେ ବଡ଼ କ୍ଲାସରେ ପଢ଼ିଲେ ଜାଣିବା। ଆଜି ତମେ ତ ଛୋଟ ପିଲା, ବହୁତ ଏଇସବୁ ବାଡ଼ି ବଗିଚାରେ ଯେଉଁ ଗଛ ଅଛି ଆମେ ସବୁ ଜାଣିଲେ। ତେଣୁ ଆହୁରି କେତେ ପ୍ରକାର। ତେଣୁ କରୋନା ପରି
ରୋଗରୁ ରକ୍ଷା ପାଇବା ପାଇଁ ଆମେ ତୁଳସୀ ଗଛର ପତ୍ରର ଆଉ ଅଦା, ଗୋଲମରିଚ, ଲବଙ୍ଗ, ହଳଦୀ ଗୁଣ୍ଡ, ତେଜପତ୍ରରୁ ଗୋଟିଏ ଗ୍ଲାସ ପାଣିରେ ପକାଇ ତାହାକୁ ଫୁଟାଇ ପିଇଲେ ରୋଗ ମୁକ୍ତ ହେବା, କରୋନା ମୁକ୍ତ ହେବା। ଯାହାର ନାମ ହେଲା କାଢ଼ା, যেটাକୁ ଗାଢ଼ା କୁହାଯାଏ ହେଲା। ତାପରେ ତୁମ ପାଇଁ କାମ 5ଟି ଔଷଧୀୟ ଗଛର ନାମ କହିଲ ବେଲେ ମୁଁ ତ କହିଲି, ଗଛ ସବୁ ପଢ଼େଇଲି, ଲିମ୍ବ, ତୁଳସୀ, ବେଲ, ଆଉ ହେଉଛି ହରିଡ଼ା, ବାଡ଼ା, ଆହୁରି ଦୁବ, ବିଭିନ୍ନ ପ୍ରକାର ଗଛ ନାଁ କହିଲି। ମୁଁ ଯଦି ତମକୁ ପ୍ରଶ୍ନ କହିବି 5ଟି ଔଷଧୀୟ ଗଛର ଗୁଣ ଥିବା ଲେଖ, ନାମ ଲେଖ, ତୁମେ ଲେଖିପାରିବ। ଆବେ ମୌଖିକ ଭାବରେ କହିବା, ତାପରେ ଲେଖିବା। ତାପରେ ନିମ ଗଛରୁ ଆମେ କି ଉପକାର ପାଉ? ନିମ ଗଛର କ'ଣ ଆମେ ପଢ଼େଇ ଦେଇଗଲେ ତମକୁ ନା, ନିମ ଗଛରୁ କ'ଣ ହୁଏ? ନିମ ଗଛର ଛାଲିକି ଆମେ କ'ଣ କରୁ? ଫୁଟାଇ କ'ଣ କରୁ? ରୋଗ ହେଲେ ଆମେ କାଛୁକୁଣ୍ଡିଆ ହେଲେ ହଉ, ତା ପତ୍ରକୁ ଖାଇଲେ ଆମର ପେଟରେ କୃମି ସବୁ ମରିଯାଆନ୍ତି। ଆମେ ସବୁ ପଢ଼େଇଲେ। ତାପରେ ଦେଇଛି ତମେ ସବୁ ବନ୍ଦନୀ ମଧ୍ୟରୁ ଶବ୍ଦ ନେଇ ଶୂନ୍ୟ ସ୍ଥାନ ପୂରଣ କର। କ'ଣ ଦଉଛି ତମକୁ? କିଛି ପଢ଼ା ଆମେ କରିବ। ଅଛି ବନ୍ଦନୀ ଭିତରେ କ'ଣ ଅଛି? ବେଲ। ସମସ୍ତେ ଭୁଲ ଅକ୍ଷର କରି ଲେଖିବା। ଆଗେ ପଢ଼, ତାପରେ ଲେଖ। ବେଲ, ତୁଳସୀ, ନାରୀ, ଗିରଣାରୀ, ଥଣ୍ଡା ଓ କାଶ ହେଲେ ଦେଶ ଗଛର ରସ ଖାଇବା। ନମ୍ବର ଜ୍ୱର ହେଲେ ଡ୍ୟାସ୍ ପତ୍ର ରସ ଖାଇଲେ ଭଲ ପେଟ ରୋଗ ଥିଲେ
କ୍ଷେତ ହେଲେ ଡ୍ୟାସ୍ କୁ ଛେଚି ଲଗାଇବା ଛେଚି ଲଗାଇବା। ମୁଣ୍ଡ ବ୍ୟଥା ହେଲେ ଡ୍ୟାସ୍ ଲଗାଇବା। ମୁଣ୍ଡ ବ୍ୟଥା ହେଲେ ଡ୍ୟାସ୍ ଲଗାଇବା। ତୁ ବାଛିକି ଆଉ କହିଲ ଥଣ୍ଡା କାଶ ହେଲେ ଡ୍ୟାସ୍ ଗଛର ରସ ଖାଇବା। କେଉଁ ଗଛର? ବେଲ, ତୁଳସୀ, ଘିକୁଆଁରୀ, ଗଙ୍ଗଶିଉଳି। ଥଣ୍ଡା କାଶ ହେଲେ କଣ ଖାଇବା? ବର୍ତ୍ତମାନ ପଢେଇଲି ତୁଳସୀ ଗଛର ରସକୁ ଖାଇବା। ଜ୍ୱର ହେଲେ ଡ୍ୟାସ୍ ର ପତ୍ର ଆମେ ଖାଇବା। କଣ? ଗଙ୍ଗଶିଉଳି ବା ସିଂହାଳ ପତ୍ର। ତାପରେ ପେଟ ରୋଗ ଥିଲେ ଡ୍ୟାସ୍ ଖାଇବା। ଧୂପ ଘାସକୁ। କ୍ଷତ ହେଲେ ଡ୍ୟାସ୍ କୁ ଛେଚି ଲଗାଇବା। କଣ? ପେଟ ରୋଗ ଥିଲେ କଣ କରିବା? ଆମେ ବେଲ ଗଛର ପତ୍ରକୁ କଣ କରିବା? ଖାଇବା। ଆଉ କଣ କରିବା? କ୍ଷତ ହେଲେ ଡ୍ୟାସ୍ କୁ ଛେଚି ଲଗାଇବା। କଣ ଲଗେଇବା? ଆମେ ଧୂପ ଘାସକୁ ଛେଚି ଲଗେଇବା। ମୁଣ୍ଡ ବ୍ୟଥା ହେଲେ ଡ୍ୟାସ୍ ଲଗେଇବା। ଘିକୁଆଁରୀକୁ ଲଗେଇବା। ହେଲା, ମନେ ରଖିଲା? ଏସବୁ ତାକୁ ପଢିବ। ମୁଁ ଆଉ କିଛି ଟାସ୍କ ଦେଉଛି। ତୁମ ପାଇଁ କଣ? ଏସବୁ ଦେଖିବ ପ୍ରଶ୍ନ ଗୁଡ଼ିକର ଉତ୍ତର
बापा माँ को कथा मानव आम सब गणेश पूजा गला आउ सब पर्वपर्वाणी विषय सब पढ़ी आगे आसछि पुणी पर्वपर्वाणी सब मन दे पाठ पढ़ साइलेंस करवा साइलेंस